ओम श्री साई अपरूप शक्ति ने नमः। अपरूप अर्थ अपूर्व, अद्भुत, अनन्य, आनंद प्रदायी। तेणु ଏହି ମନ୍ତ୍ରର ଅର୍ଥ ହେଲା ଯେ ଅପୂର୍ବ ଓ ଅଦ୍ଭୁତ ଶକ୍ତି ସମ୍ପନ୍ନ ଓ ଏହା ଦ୍ୱାରା ଅନ୍ୟମାନଙ୍କୁ ଅସୀମ ଆନନ୍ଦ ପ୍ରଦାନ କରନ୍ତି। ତାଙ୍କୁ ନମସ୍କାର। ଆଉ ବାବାଙ୍କ ଭିନ୍ନ ଅନ୍ୟ କେଉଁଠାରେ ଆଉ କିଏ ବା ଦୈବତ୍ୱର ଏ ସମତ ଲକ୍ଷଣ ଉପଲବ୍ଧି କରିଛି? ବାବା ଆମ ସମସ୍ତଙ୍କ ହୃଦୟରେ ଥିବାରୁ ଆମେ କୌଣସି କର୍ମର କଳ୍ପନା ଓ ସଂକଳ୍ପ କଲା ମାତ୍ରେ ବାବା ତାହା ଜାଣି ନିଅନ୍ତି। ବାବା ସବୁ ସ୍ଥାନରେ ଓ ସବୁ କାଳରେ ଉପସ୍ଥିତ ଥିବା ହେତୁ ସେ ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ବର୍ତ୍ତମାନ ଧାରଣ କରିଥିବା ରୂପରେ ମଧ୍ୟ ନିଜେ ସଂକଳ୍ପ ମାତ୍ରେ ଦର୍ଶନ ଦେଇପାରନ୍ତି। ସେ ସର୍ବଜ୍ଞ ହୋଇଥିବାରୁ କ'ଣ ଆମର ପ୍ରକୃତ ମଙ୍ଗଳ ସାଧନ କରିବ ତାହା ଜାଣନ୍ତି। ଏହି ସାଇ ଶକ୍ତି ଭିନ୍ନ ଭଗବାନ ଶ୍ରୀକୃଷ୍ଣଙ୍କ ପରେ ଆଉ କେହି ଏପରି ବା ଏହାଠାରୁ ଅଧିକ ଶକ୍ତି ଧରି ଏ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇନଥିଲେ। ଶିରିଡ଼ି ଠାରେ ପୂର୍ବ ଶରୀରରେ ଏହି ସାଇ ଶକ୍ତି ଘୋଷଣା କରିଥିଲେ, ମୁଁ ବାସୁଦେବ, ମୁଁ ମହାଲକ୍ଷ୍ମୀ, ମୁଁ ପଣ୍ଡାରୀରେ ବିଠୋଲା, ମୁଁ ଗଣପତି, ମୁଁ ଦତ୍ତାତ୍ରେୟ, ମୁଁ କୃଷ୍ଣ, ଏ ସକଳ ବିଶ୍ୱ ମୋ ମଧ୍ୟରେ ବିଦ୍ୟମାନ। ମୁଁ ରୂପହୀନ ଓ ସର୍ବବ୍ୟାପୀ, ସକଳ ଦୃଶ୍ୟମାନ ରୂପ ମଧ୍ୟ ମୋର। ସେହି ସାଇ ଶକ୍ତି ସତ୍ୟସାଇ ରୂପରେ ମଧ୍ୟ ସେହିପରି ବିଶ୍ୱବ୍ୟାପୀ ଓ ସର୍ବଶକ୍ତିମାନ। ସେ ଘୋଷଣା କରିଛନ୍ତି, ମୁଁ ସର୍ବବ୍ୟାପୀ ପରଂବ୍ରହ୍ମ, ଉଭୟ ବିଶ୍ୱଗତ ଓ ବିଶ୍ୱାତୀତ। ମୁଁ ବିଶ୍ୱ ବିରାଟ ସ୍ୱରୂପ, ମୁଁ ସର୍ବଦେବତା ସ୍ୱରୂପ। ବାବା ଆହୁରି କହିଛନ୍ତି, ମୁଁ ସାକାର ରୂପରେ ଆସିଛି। ଯେତେବେଳେ କେହି ତୁମକୁ ପଚାରେ ଈଶ୍ୱର କେଉଁଠି ଅଛନ୍ତି, ତୁମେ ଉତ୍ତର ଦିଅ ନା ସେ ସବୁଠାରେ ଅଛନ୍ତି। କାରଣ ଏପରି ଉତ୍ତର ଅସ୍ପଷ୍ଟ ଓ ଏଥିରେ ତୁମର ବିଶ୍ୱାସ ପ୍ରତିଫଳିତ ହୁଏ ନା। ତାକୁ ସିଧାସଳଖ ପୁଟପତିକୁ ବାଟ ବତେଇ କୁହ, ଭଗବାନ ଏଇଠି ଅଛନ୍ତି। ଜୟ ସାଇରାମ।